ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି। ହେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅନାବଶ୍ୟକ ଯେ ଆଜି ହେଉଛି ଅଗଷ୍ଟ ମାସ 15 ତାରିଖ। 1947 ମସିହା ଠିକ୍ ଆଜିର ଦିନରେ ଆମର ଦେଶ ଦୀର୍ଘ ଦିନର ଅପରିକ ସଂଘର୍ଷ ବେଳେ ମୁକ୍ତି ଲାଭ କରିଥିଲା। ସେ ନିର୍ଭୟ ଇଂରେଜ ପଞ୍ଚାୟତ ହଜାର ହଜାର ଦେଶପ୍ରେମିକ ମାନଙ୍କ ପ୍ରଚେଷ୍ଟା ଓ ଆତ୍ମବଳିଦାନ ମହତ୍ ଫଳରେ ଏ ସ୍ୱାଧୀନତା ଏକ ସ୍ୱାଧୀନତା ଏହି ସାର୍ବଭୌମ ଦେଶମାନଙ୍କର ମହାପୁରୁଷ ଜୀବନ ବିସର୍ଜନ କରିଯାଉଥିବା ସେ ବୀର ପୁରୁଷ ସୂଚନାର ଭକ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଚାହାନ୍ତି। ଏକତାର ଅଭାବ ହେତୁ ଆମ ମା ଭାରତବର୍ଷ ଦୀର୍ଘ 200 ବର୍ଷ ଧରି ଇଂରେଜମାନଙ୍କ ଦ୍ୱାରା ଶାସିତ ହେଉଥିଲା। ଇଂରେଜମାନେ ଆମ ଦେଶକୁ ଆସି ବେପାର ବାଣିଜ୍ୟ କରୁଥିଲେ ଏବଂ ଆମ ଦେଶର ଧନରତ୍ନ ଦେଶକୁ ବହି ଯାଉଥିଲେ। ଆମ ଦେଶର ଲୋକମାନଙ୍କୁ ପୋକ ମାଛି ଭଳି ବ୍ୟବହାର କରୁଥିଲେ। ଏହାର ପ୍ରତିବାଦ କରି ମିଳୁଥିବା ଚାବକ ପ୍ରହାର ଅତ୍ୟାଚାର ଆମ ବୀର ମହାପୁରୁଷମାନେ ଯଥା ମଙ୍ଗଳ ପାଣ୍ଡେ, ତ୍ରିପୁରା, ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ପଣ୍ଡିତ ଜବାହରଲାଲ ନେହେରୁ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଇତ୍ୟାଦି ଆତ୍ମପରିଚୟକୁ ଆମ ଦେଶ 1948 ସ୍ୱାଧୀନତା ଲାଭ କଲା। ଆମେ ହେଲୁ ସ୍ୱାଧୀନ ମାଆର ସ୍ୱାଧୀନ ସନ୍ତାନ। ଏହି ଦିବସକୁ ମନେ ରଖିବାକୁ ଆମେ ପ୍ରତିବର୍ଷ ଅଗଷ୍ଟ 15 ତାରିଖକୁ ସ୍ୱାଧୀନତା ଦିବସ ବା ସ୍ୱତନ୍ତ୍ର ଦିବସ ଭାବେ ପାଳନ କରିଆସୁଛେ। ସ୍ୱାଧୀନତା ଦିବସ ହେଉଛି ଆମ ପାଇଁ ଏକ ଗୌରବର ଦିନ। ଏହି ଦିନରେ ଆମେ ବୀର ମହାପୁରୁଷମାନଙ୍କର ସାହସ, ତ୍ୟାଗ ଓ ବଳିଦାନକୁ ମନେ ପକାଇଥାଉ। ସେମାନଙ୍କର ଦୁଃଖ କଷ୍ଟ ଯନ୍ତ୍ରଣାକୁ ଶୁଣିବା ପରେ ଆମ ମନରେ ଦେଶପ୍ରେମ ଜାଗ୍ରତ ହୁଏ। ଦେଶ ପାଇଁ କିଛି ଭଲ କାମ କରିବା ଓ ଦେଶର ଅସୁବିଧା ସମୟରେ ଜୀବନ ଦେବାକୁ ଆମ ମନରେ ସାହସ ଜନ୍ମିଥାଏ। ଆମ୍ଭେମାନେ ହେଉଛି ଭାରତ ମାତାର ସୁଯୋଗ୍ୟ ସନ୍ତାନ। ଆମେ ଏହି ଦିନ ଜାତୀୟ ପତାକା ଶପଥ ନେବା ଯେ ସ୍ୱାଧୀନତା ଅଖଣ୍ଡତା ରକ୍ଷା